ଦେବଗଡ଼ ଆମ୍ବେଦକର ସାମାଜିକ ପରିବର୍ତ୍ତନ ମଞ୍ଚ ତରଫରୁ 76ତମ ସମ୍ବିଧାନ ଦିବସ ଦେବଗଡ଼ ସହର ରାଜାମୁଣ୍ଡାସ୍ଥିତ ଆମ୍ବେଦକର ଛକଠାରେ ପାଳନ କରାଗଲା। ଏହି ଅବସରରେ 1000 କ୍ଷୁଦ୍ର ସମ୍ବିଧାନ ବହି ଉନ୍ମୋଚନ ସହ ଲୋକମାନଙ୍କୁ ବଣ୍ଟନ କରାଗଲା ଏବଂ ସମ୍ବିଧାନ ପ୍ରସ୍ତାବନା ଉପରେ ଶପଥ ଗ୍ରହଣ କରାଯାଇଥିଲା। କାର୍ଯ୍ୟକ୍ରମରେ ପୌର ପରିଷଦ ଅଧ୍ୟକ୍ଷ ପ୍ରଜିତ ଭୋଜ, ସାମ୍ବାଦିକ ମିତ୍ରଭାନୁ ମହାପାତ୍ର, ସୁଧୀର କପରଦାର, ଅର୍ଣ୍ଣବ ପଣ୍ଡା, ନିରାକାର ପ୍ରଧାନ, ଇତିଶ୍ରୀ ମିଶ୍ର, ସରୋଜିନୀ ମୁଣ୍ଡା, ସୁଦାମ ବୁଡା, ଲଳିତ ଭୋଜ, ବିପ୍ର ଜୟପୁରିଆ ସହ ଅନେକ ସମାଜସେବୀ ଓ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ। ମଞ୍ଚର ସଭାପତି ଆଇନଜୀବୀ ଚୌଧୁରୀ ବେହେରା ସଭା ପରିଚାଳନା କଲେ। ଶେଷରେ ପ୍ରତିଷ୍ଠାତା ଓ ସଂଯୋଜକ କ୍ଷମାନିଧି ପାତ୍ର ସମ୍ବିଧାନ ସୁରକ୍ଷା ପାଇଁ ଆହ୍ୱାନ ଜଣାଇ ବକ୍ତବ୍ୟ ରଖିଥିଲେ। ଉତ୍ସବରେ ଭୀମ ଆର୍ମି ଓ ଆମ୍ବେଦକର ସାମାଜିକ ପରିବର୍ତ୍ତନ ମଞ୍ଚର ଅନେକ ସଦସ୍ୟ କର୍ମକର୍ତ୍ତା ମଧ୍ୟ ଯୋଗ ଦେଇଥିଲେ। ବ୍ୟୁରୋ ରିପୋର୍ଟ, ବିପ୍ଳବୀ ପରିକ୍ରମା। ନଭେମ୍ବର 26 ତାରିଖ ଦିନ ଆମର এই সংবিধান প্রথমে असहमति करी समस्त मध्य भातृभाव उत्साहित करिबा। धन्यवाद। पालन करिसंती तांको मध्य अशेष अशेष धन्यवाद देबी। आ आगो को मध्य तांकर जो आत्मविश्वास को जदि आमे दृढ़ करिबा, तांको आत्मविश्वास को जदि आमे सहयोग करिबा, निश्चित रूप सुंदर भाव रे पड़ी चालित होई परिबो। धन्यवाद। जय भीम। जय भीम। आम पई भगवान जेहेतु जो संविधान आम पई गढ़ी दैछंती सेही अनुसार आमे चलिबा। जय भीम। बाबा साहेब आंबेडकर तो मो हृदय तो सबुदिन चिर स्मरणीय। आ मु चाहूची वे युवक पीढ़ी जेते जन भी अच्छे बाबा साहेब आंबेडकर नीति आदर्श को जदि से जदि हाथ मुठारे जदि रखिले ना, तांको जीवन शैली ठू धरी जन्मर मृत्यु पर्यंत से सबुठी विजय पाई पारे एवं अमर भी रही पाए।